ସବୁଠୁ ବଡ଼ ଦେଶଦ୍ରୋହୀ ପାର୍ଟି ତ ବିଜେପି, ତା ସହିତ ବିଜେଡି ବି ଗୋଟେ ବଡ଼ ଦେଶଦ୍ରୋହୀ, ୱାଇଏସ୍ଆର୍ କଂଗ୍ରେସ ବି ଗୋଟେ ଦେଶଦ୍ରୋହୀ। ଯେତେବେଳେ ଇଲେକ୍ସନ କମିଶନ ସିଲେକ୍ସନ କମିଟିରେ ସିଜିଆଇ ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ ତାକୁ ବାହାର କରିଦେଇକି ଗୋଟିଏ କ୍ୟାବିନେଟ୍ ମନ୍ତ୍ରୀକୁ ରଖାହେଲା, ମାନେ ପ୍ରଧାନମନ୍ତ୍ରୀ ରହିବ, ପ୍ରଧାନମନ୍ତ୍ରୀ ଜଣେ କ୍ୟାବିନେଟ୍ ମନ୍ତ୍ରୀ ରହିବ, ଆଉ ବିରୋଧୀ ଦଳ ନେତା ରହିବେ। ସେ ବାବଦରେ ଗୋଟେ ଅଧ୍ୟାଦେଶ ଆଣିଲେ ଆମର ମୋଦି, ଯଶସ୍ୱୀ ମୋଦି। ସେଇ ଅଧ୍ୟାଦେଶରେ ପୁରା ବିଜେଡି ସରକାର ତାକୁ ସପୋର୍ଟ କରିଥିଲା। ଇଲେକ୍ସନ କମିଶନ ଯଦି ଗୋଟେ ପ୍ରଧାନମନ୍ତ୍ରୀ ତା କ୍ୟାବିନେଟ୍ର ମନ୍ତ୍ରୀ ଦୁଇ ଜଣ ମିଶିକି ଦୁଇଟା ଭୋଟ୍ରେ ଯାହା ଦେଇକି ଯାହାକୁ ଇଚ୍ଛା ତାକୁ ରଖିଦେଇପାରିବେ, ବିରୋଧୀ ଦଳ ନେତାର କିଛି କାମ ନାହିଁ, ଭୂମିକା ନାହିଁ। ତ ଯାହାକୁ ଇଚ୍ଛା ତାହାକୁ ରଖିବେ, ଯାହା ତାଙ୍କ ଇଚ୍ଛା ଅନୁସାରେ ଚଲେଇବେ, ଭୋଟ ଚୋରି କରିବେ, ଅପଣି ଚୋରି କରିବେ, କିଛି ତୁମେ ଯାହାକୁ ପଚାରିଲେ କିଛି ରିପ୍ଲାଏ ଦେବା ପାଇଁ ସେମାନେ ବାଧ୍ୟ ନୁହନ୍ତି, ଚାଲିବ। ସେଇଥିପାଇଁ ଦେଶ ସମ୍ବିଧାନକୁ ବି ସେମାନେ ନଷ୍ଟ କଲେ। ସମ୍ବିଧାନକୁ ଯେ ନଷ୍ଟ କଲା ସିଏ ହେଉଛି ଦେଶଦ୍ରୋହୀ ନା। ତ ସମ୍ବିଧାନକୁ ନଷ୍ଟ କରିବାରେ ସାହାଯ୍ୟ କରୁଛି। ଏକ ତ ବିଜେପି ନିଜେ ସମ୍ବିଧାନକୁ ନଷ୍ଟ କରୁଛି, ସେ ଗୋଟେ ଦେଶଦ୍ରୋହୀ ପାର୍ଟି। ତାପରେ ତାକୁ ସାହାଯ୍ୟ କଲା କିଏ? ବିଜେଡି। ତାକୁ ସାହାଯ୍ୟ କଲା କିଏ? ୱାଇଏସ୍ଆର୍ କଂଗ୍ରେସ। ତେଣୁ ସେମାନେ ବି ଦେଶଦ୍ରୋହୀ ନା। ସେ ଯୋଉ ଦୁଇଟା ପାର୍ଟି ସାହାଯ୍ୟ କଲେ ସେ ଦୁଇଟା ପାର୍ଟି ସଫା ନା। ୱାଇଏସ୍ଆର୍ କଂଗ୍ରେସ ବି ଗଲା, ବିଜେଡି ବି ଗଲା। ଏବେ ତାଙ୍କର ଅବସ୍ଥା କାକୁତି ମିନତି ହେଇକି ବିଜେଡିର ଅବସ୍ଥା, ବିଜେପି ବାଲା ଯାହା କହିବେ ମାନିବା ପାଇଁ ବାଧ୍ୟ। ଏଠି ଖାଲି ସିନା ମିଡ଼ିଆରେ ଫରଫର ହେଉଛନ୍ତି, କିନ୍ତୁ ଭିତରେ ବିଜେପିକୁ ସପୋର୍ଟ କରିବା ପାଇଁ ବାଧ୍ୟ ଏଥିପାଇଁ, ନହେଲେ ତାଙ୍କୁ ଇଡି ପଶିଯିବ, ସିବିଆଇ ଆସିଯିବ, ଜେଲ୍ ଚାଲିଯିବେ। ସେଇଥିପାଇଁ ବାଧ୍ୟ। ସେଥିପାଇଁ ସେ କାହା ସହିତ ଯାଉନାହାନ୍ତି। ଏତେ ବଡ଼ ଘୋଟାଲା ପର୍ଦ୍ଦାଫାଶ ହେଲା ପରେ, ରାହୁଲ ଗାନ୍ଧୀ ପର୍ଦ୍ଦାଫାଶ କଲା ପରେ ବିଜେଡି ବାଲା ଯାଉଛନ୍ତି କି ତାଙ୍କ ସପୋର୍ଟରେ ଛିଡ଼ା ହେବା ପାଇଁ? କି ଓଡ଼ିଶାରେ କିଛି ହୋ ହାଲ୍ଲା କରୁଛନ୍ତି? କରୁନାହାନ୍ତି। କାହିଁକିନା ସେମାନେ ଇନଭଲ୍ଭ ହେଉଛନ୍ତି, ସେମାନେ ହେଉଛନ୍ତି ମୁଖ୍ୟ ଆସାମୀ। ଏଇ ଯେଉଁ ଇଲେକ୍ସନ କମିଶନର୍କୁ ବାଛିବାରେ ଯେଉଁ ସିଜିଆଇକୁ ହଟା ହେଲା ବାଛିବା କମିଟିରୁ, ସେଥିରେ ସାହାଯ୍ୟ କରିଥିଲେ ବିଜେଡି ବାଲା, ଭୋଟ ଦେଇଥିଲେ ବିଜେଡି ବାଲା ପାର୍ଲାମେଣ୍ଟରେ ବିଜେପିକୁ ସପୋର୍ଟରେ, ଏ ଅଧ୍ୟାଦେଶ ସପୋର୍ଟରେ। ସେଇଥିପାଇଁ ତ, କାହିଁକିନା ସେମାନେ ଜାଣିଛନ୍ତି ଚୋରି ହେଉଛି, ଚୋରି କରିବାରେ ସାହାଯ୍ୟ କରୁଛନ୍ତି। ସେମାନେ କାହିଁକି ପାର୍ଟି କରିବେ? ସେମାନେ ଯଦି ପାର୍ଟି କରିବେ, ସେମାନେ